ତୁ ଏଇଠି ବଇଥା ମୁଁ ଟିକେ ପିଲା ଗୋଟେ ବୁଲିକି ଆସିବି। ହଉ ଭାଇ ତମେ ଯାଅ ମୁଁ ଏଇଠି ବଇଛି। ଓରେ ତୁ ଆମ ସାମ୍ପ କାଇଁ ଲାଗୁଛି ରେ? ଭାଇ ଦେଖରେ ସାମ୍ପ ଆମର ଲାଗୁଛି। ଆରେ ତୁ ସାପ ଲଗେଇବା ଯଦି ତୋର ଇଚ୍ଛା ତ ଭାଇ କଣ ସାପ ଆଣିକି ତୁ ଲଗେଇବୁ ତୁ ଭାଇ ଆଇଲେ ତୁ ଆମ ସାପରେ କାଇଁ ଲାଗୁଛୁ? ହଉ ମୋ ଭାଇ କହିଲି କହିବି ମୋ ପାଇଁ ସାମ୍ପ ନେଇ ଆସିବି। ଯା ଯା ଭାଇ କହି ପାଖରେ ଟିକେ ଗାଧା ତୁ ଛାଡ ଯା। ପୁଅ କଣ ହେଲା କାଇଁ କାନ୍ଦୁଛୁ? ଭାଇ ଜାଣ ସେ ବାଡେଇ ଆରେ ମୋ ଭାଇ କାହିଁକି ରେ ତମେ ବାଡେଇଲ? ସେ କାଇଁ ଆମ ସାମ୍ପ ଲାଗିଲା କି? ଆଉ ତୋ ଭାଇ ଯଦି ତୋ ସାପ ଲଗେଇବାର ଇଚ୍ଛା ତ ଭାଇ ନିଜେ କିଣିକି ଆଣିକି ଦଉନ ସାପ ଲଗେଇବ। ଆମ ସାପରେ କାଇଁ ଲାଗୁଛୁ ଭାଇ? ତୁ ବ୍ୟସ୍ତ ହନା, ଆମ ପାଖରେ ପଇସା ନାହିଁ ବୋଲି କଣ ଆମେ ସାମ୍ପ କିଣି ପାରିବାନି? କାଲି ସକାଳେ କାମକୁ ଗଲେ ତୋ ପାଇଁ ସାମ୍ପ ତେଲ ସବୁ ଆଣିବି। ତୁ ଆଙ୍କ ସାଙ୍ଗରେ ଝଗଡା କରିବା କିଛି ଦରକାର ନାହିଁ। ଏ ଦୁନିଆ ବଦଳିଯିବ ହେଲେ ବଦଳିବନି ମୋ ଭାଇ। ଲକ୍ଷେ ତାରାରେ ସେ ଜହ୍ନଟିଏ, ତାପରି ଆଉ କେହି ନାହିଁ।